ଆରେ ବାଘ ମାମୁଁ, କ'ଣ କରୁଛ ତମେ? ଜମି ଚାଷ କରୁଛ ନା କ'ଣ? ହଁ ରେ ଭଣଜା, ଚାଷ ଟାଇମ୍ ତ ଆସିଗଲାଣି। ଆଉ ତୋର ଖବର କ'ଣ? ତୁ ତ ଖାଲି ମୋଟର ସାଇକେଲରେ ବୁଲୁଛୁ। ବାଘ ମାମୁଁ, ମୁଁ ଚାଷବାସ କଷ୍ଟ କାମ କରିପାରେନି, ସେଥିପାଇଁ ମୋଟର ସାଇକେଲରେ ସବୁବେଳେ ଘୁରି ବୁଲେ। ହଁ, ତୋର ସ୍ତ୍ରୀ ଅଛି ନା ତୋର ଛୁଆ ପିଲା ଅଛି? ଯାହାକୁ ଠକିଲୁ ତାଠୁ ଖାଇଲୁ। ତୋର ଆଉ କାମ କ'ଣ? ସେଥିପାଇଁ ମୋଟର ସାଇକେଲରେ ସବୁବେଳେ ବୁଲୁଛୁ ଆଉ। ବାଘ ମାମୁଁ। ଆରେ ତୁ ହସୁଛୁ କ'ଣ? ତୋ ପରି ସୁଖୀ ପ୍ରାଣୀ ଏଠି ଆଉ କେହି ନାହିଁ। ହଁ ବାଘ ମାମୁଁ, ମୁଁ ହେଉଛି ଶିଆଳ ପଣ୍ଡିତ। ସମସ୍ତଙ୍କୁ ବୋକା ବନେଇକି ତାଙ୍କଠୁ ଖାଦ୍ୟ ଆଣିକି ଖାଏ। ବାଘ ମାମୁଁ, ତମେ ଏଇଠି ଚାଷ କରୁଥାଅ, ମୁଁ ଚାଲିଲି। ଆରେ ତମେ ଆସିଗଲ, ଆସ ଆସ, ଏଇଠି ବସ। ଆରେ ଶୁଣ, ମୋତେ ଜଲ୍ଦି ଜଲ୍ଦି କିଛି ଖାଇବାକୁ ଦିଅ, ମୋତେ ବହୁତ ଭୋକ ଲାଗିଲାଣି। ହଁ ହଁ, ଠିକ୍ ଅଛି, ଆସ ଆସ। ଆରେ ଶୁଣୁଛ, ଏଥର ତମେ କୋଉ ଚାଷ କରିବା ପାଇଁ ଭାବୁଛ? ଏଥର ମୁଁ ଭାବିଛି ଲାଲ ତରଭୁଜ ଚାଷ କରିବି, କାରଣ ଲାଲ ତରଭୁଜ ଖାଇବା ପାଇଁ ବହୁତ ମିଠା। ହେଁ, ତମେ ସତ କହୁଛ? ଲାଲ ତରଭୁଜ ଚାଷ କରିବ? ଆରେ ହଁ, ଲାଲ ତରଭୁଜ ହେଲେ ତମକୁ ଆଗ ଖାଇବା ପାଇଁ ଦେବି। ଆରେ ମୁଁ ତ ଲାଲ ତରଭୁଜର ଚାରା ଆଣି ଆସିଲି। ଯାଉଛି ଏଇ ଚାରା ଗୁଡ଼ା ସବୁ ଜମିରେ ଲଗେଇ ଦେବି। ଆରେ ବାଃ, ତରଭୁଜ ଗଛ ଗୁଡ଼ା ତ ବଡ଼ ହେଇଗଲାଣି, ଆଉ ଫୁଲ ଆସିଗଲାଣି। ତାମାନେ ଆଉ କିଛି ଦିନ ପରେ ଏଇ ଗଛରୁ ତରଭୁଜ ଫଳିବ। ମୁଁ ଯାଉଛି ଏଇ ଗଛରେ ଟିକେ ସାର ଦେଇଦେବି। ଆରେ ବାଃ, ଲାଲ ତରଭୁଜ ତ ହେଇଗଲା। ଏଇ ତରଭୁଜ ଗୁଡ଼ାକୁ ଦେଖିକି ମୋତେ ବହୁତ ଖୁସି ଲାଗୁଛି। ମୁଁ ଯାଉଛି ଦିଟା ତରଭୁଜ ମୋ ସ୍ତ୍ରୀକୁ ନେଇଦେବି। ସେ ତରଭୁଜ ଖାଇକି ବହୁତ ଖୁସି ହେବ।
ଏଇ ଦେଖ ଦେଖ ଲାଲ ତରଭୁଜ। ଏଇ ତରଭୁଜ ଗୁଡାକୁ ଦେଖିକି ତମ ପାଟିରୁ ଲାଳ ଗଡ଼ିଲାଣି। এইଗୁଡ଼ା କିଏ ଚାଷ କରିଛି ରେ? ଆରେ ବନ୍ଧୁ, ଏଇ ତରଭୁଜ ଗୁଡ଼ା ଦେଖିକି ମୋ ପାଟିରୁ ବି ଲାଳ ଗଡ଼ିଲାଣି। ଚାଲ ଏଇଠୁ ଆମେ କିଛି ତରଭୁଜ ଖାଇବା। ଏଇ ତମେ ଏଠି କ'ଣ କରୁଛ? ତମେ ବାଘ ମାମୁଁର ତରଭୁଜ ଚୋରି କରିକି ଖାଉଛ ନା? ମୁଁ ଯାଉଛି ବାଘ ମାମୁଁକୁ କହିଦେବି ତମେ ତରଭୁଜ ଚୋରି କରିକି ଖାଉଛ ବୋଲି। ଆରେ ଏଇଟା କିଏ ରେ? ବାଘ ମାମୁଁକୁ ସବୁ କହିଦେବି କହୁଛି। ବାଘ ମାମୁଁ ଜାଣିଲେ ତ ଆମକୁ ମାରି ପକେଇବ। ଏବେ ଆମେ କ'ଣ କରିବା? ଏଇ ଶୁଣ ଶୁଣ, ତୁ ବି ଆଇ ଏଇଠୁ ତରଭୁଜ ଖାଇକି ଦେଖ କେମିତି ମିଠା ଲାଗୁଛି। ଥରେ ଖାଇଲେ ଆଉ ଥରେ ଖାଇବା ପାଇଁ ଇଚ୍ଛା ହବ। ଆରେ ଏଇ ତରଭୁଜ ଗୁଡ଼ା ତ ବହୁତ ଲାଲ ଦେଖାଯାଉଛି। ମୋତେ ଲାଗୁଛି ଏଇ ତରଭୁଜ ଗୁଡ଼ା ସତରେ ମିଠା ଥିବ। ମୁଁ ଯାଏ ତ ଏଇଠୁ ତରଭୁଜ ଗୋଟେ ଖାଇକି ଦେଖେ। ଏଇ ଶୁଣୁଛ, ମୁଁ ଯାଉଛି କିଛି ତରଭୁଜ ବଜାରରେ ବିକ୍ରି କରିକି ଆସିବି। ଏ କି ସର୍ବନାଶ! ତମେ ସମସ୍ତେ କ'ଣ ମୋ ତରଭୁଜ ଗୁଡାକୁ ଚୋରି କରିକି ଖାଉଛ? ତମେ ମାନେ ଜାଣିଛ ଏଇ ତରଭୁଜ ଚାଷ କରିବା ପାଇଁ ମତେ କେତେ କଷ୍ଟ କରିବା ପାଇଁ ପଡିଛି? ଆଉ ତମେ ମାନେ ଆସିକି ମୋ ତରଭୁଜ ଚୋରି କରିକି ଖାଉଛ? ତମ କାହାରିକୁ ଆଜି ମୁଁ ଛାଡ଼ିବିନି। ଇରେ ବାବାରେ, ବାଘ ମାମୁଁ ତ ପଳେଇ ଆସିଲା। ମତେ କିଛି ଚାଲାକି କରିବା ପାଇଁ ପଡିବ, ନହେଲେ ବାଘ ମାମୁଁ ଛାଡ଼ିବନି। ବାଘ ମାମୁଁ, ମୋର କିଛି ଦୋଷ ନାହିଁ। ଏଇ ଶିଆଳ ମତେ ଏଇଠିକି ଡାକି ଆଣିଛି। ମୁଁ ତ ଏଇ ଶିଆଳକୁ ମନା କରୁଥିଲି ଏଇ ତରଭୁଜ ଗୁଡ଼ା ବାଘ ମାମୁଁର, ଏଇ ତରଭୁଜ ଗୁଡ଼ା ଆମେ ଖାଇବାନି। କିନ୍ତୁ ସିଏ ମୋର କିଛି କଥା ମାନିଲାନି। ସିଏ ଜୋର ଜବରଦସ୍ତି ମତେ ଏଇଠିକି ଡାକି ଆଣିଲା। ଏଇ ତୁ ବି କିଛି କହ, ନହେଲେ ବାଘ ମାମୁଁ ଆମ କାହାରିକି ଛାଡ଼ିବନି। ହଁ ବାଘ ମାମୁଁ, ଇଏ ଆମକୁ ତରଭୁଜ ଖାଇବା ପାଇଁ ଡାକି ଆଣିଛି। ଆମେ ତ ଏଇଠୁ ତରଭୁଜ ଖାଇବା ପାଇଁ ମନା କରୁଥିଲୁ, କିନ୍ତୁ ଇଏ ଆମକୁ ଜୋର ଜବରଦସ୍ତି ଡାକି ଆଣିଛି। ଏଇରେ ହାରାମଜାଦା, ତୁ ତାହେଲେ ଏଇ ନାଟର ଗୋବର୍ଦ୍ଧନ। ତତେ ମୁଁ ଆଜି ଛାଡ଼ିବିନି। ତତେ ଆଜି ମୁଁ ମାରୁ ମାରୁ ମାରିଦେବି। ବାଘ ମାମୁଁ ମତେ ଛାଡ଼ି ଦିଅ। ମୋର ଏକା ଦୋଷ ନାହିଁ, ଏମାନଙ୍କର ବି ଦୋଷ ଅଛି। ଏମାନଙ୍କୁ ବି ମାର। ତମ ଦି ଜଣଙ୍କୁ ମୁଁ ଛାଡ଼ିବିନି। ତମେ ଦି ଜଣ ମତେ ମାଡ଼ ଖୁଆଉଛ ନା? ତମ ଦି ଜଣଙ୍କୁ ମୁଁ ଛାଡ଼ିବିନି। ବାଘ ମାମୁଁ ଛାଡ଼ିଦିଅ, ଛାଡ଼ିଦିଅ ବାଘ ମାମୁଁ। ଏଇ ଚାଲ ଚାଲ, ଏଠୁ ଆମେ ଶୀଘ୍ର ପଳେଇବା। ହାରାମଜାଦା, ତତେ ମୁଁ ଆଉ କେବେ ଏଇ ଜମି ପାଖରେ ଦେଖିଛି ନା? ସେଇଠି ହିଁ ମାରିକି ଖାଇଯିବି। ହାରାମଜାଦା, ଏଇଠୁ ପଳା। କିରେ, ତମେ ଦି ଜଣ କାଲି ମତେ ବାଘ ମାମୁଁଠୁ ମାଡ଼ ଖୁଆଇଲ। ତମ ଦି ଜଣଙ୍କୁ ମୁଁ ଆଜି ଛାଡ଼ିବିନି। ଏଇ ବାଡ଼ିରେ ମାରି ମାରି ମାରିଦେବି। ଏ ବନ୍ଧୁ, ଆଉ ମାରନି ବନ୍ଧୁ, ଛାଡ଼ିଦେ ମତେ ବନ୍ଧୁ। ଏ ବନ୍ଧୁ, ଛାଡ଼ିଦେ ବନ୍ଧୁ। ଏ ମତେ ମାରନି, ମତେ ଛାଡ଼ିଦେ। ବାଘ ମାମୁଁଠୁ ବଞ୍ଚିବା ପାଇଁ ମୁଁ ମିଛ କହିଥିଲି। ମତେ ଛାଡ଼ିଦେ, ମତେ ମାରନି। ତମ ଦି ଜଣଙ୍କୁ ମୁଁ ଛାଡ଼ିଦେବି। ତା ଆଗରୁ ତମେ ଦି ଜଣ ମୋ ପାଇଁ ଗୋଟେ କାମ କରିବାକୁ ପଡ଼ିବ। ତାପରେ ଯାଇକି ମୁଁ ତମ ଦି ଜଣଙ୍କୁ ଛାଡ଼ିବି। ଆରେ ବନ୍ଧୁ, ଗୋଟେ କାମ କ'ଣ, ମୁଁ 10ଟା କାମ କରିଦେବି। ହେଲେ ବି ଆମ ଦି ଜଣଙ୍କୁ ଛାଡ଼ିଦେ। ଛାଡ଼ିଦେ ବନ୍ଧୁ, ଛାଡ଼ିଦେ। ହଉ ତାହେଲେ ଠିକ ଅଛି, ଶୁଣ ମୋ କଥା। ଆରେ ସକାଳୁ ସକାଳୁ ମୋ ସ୍ତ୍ରୀଟା କୁଆଡ଼େ ଗଲା? ଏତେ ସକାଳୁ ତ ସିଏ କେବେ ଉଠେନି। ଏଇ ତମେ କୋଉଠି? ଶୁଣୁଛ? ଏଇ ଶୁଣୁଛ? ତମେ କୋଉଠି ଅଛ? ଶୁଣୁଛ ନା ନାହିଁ? କୋଉଠି ଅଛ? ଆରେ ଆରେ, ମୋ ସ୍ତ୍ରୀକୁ ତ କାହିଁ କୋଉଠି ପାଉନି। ମୋ ସ୍ତ୍ରୀ କୁଆଡ଼େ ଗଲା? କିଏ ଚୋରି କରିକି ନେଇଗଲା ନା କ'ଣ?
ହ୍ୟାଲୋ କିଏ କହୁଛ? ହ୍ୟାଲୋ ବାଘ ମାମୁଁ, ମୁଁ ତମ ଭଣଜା କହୁଛି। ତମେ ମାଇଁକୁ ଖୋଜୁଛ ନା? ଆରେ ହଁ ରେ, ସକାଳୁ ତ ମାଇଁକୁ ଖୋଜୁଛି କିନ୍ତୁ ପାଉନି। କିନ୍ତୁ ତୁ କେମିତି ଜାଣିଲୁ ତୋ ମାଇଁ କୁଆଡ଼େ ପଳେଇଛି ବୋଲି? ଆରେ ବାଘ ମାମୁଁ, ମାଇଁ ମୋ ପାଖରେ ଅଛନ୍ତି। ମାଇଁକୁ ମୁଁ ଚୋରି କରିକି ଆଣି ଆସିଛି। ହୋଇରେ ହାରାମଜାଦା, ତୁ କ'ଣ ମୋ ସ୍ତ୍ରୀକୁ ଚୋରି କରିକି ନେଇଯାଇଛୁ? ଏବେ ହିଁ ତାକୁ ଆଣିଦେ, ନହେଲେ ତୋର ଆଜି ରକ୍ଷା ନାହିଁ। ଜଲ୍ଦି ଆଣ। ବାଘ ମାମୁଁ, ତମ ଜମିର ସବୁ ତରଭୁଜ ମୋତେ ଆଣିକି ଦିଅ, ଆଉ ତମ ସ୍ତ୍ରୀକୁ ଏଇଠୁ ନେଇଯାଅ। ହାରାମଜାଦା ଶିଆଳ, ତରଭୁଜ ଖାଇବା ପାଇଁ ମୋ ସ୍ତ୍ରୀକୁ ଚୋରି କରିକି ନେଇଯାଇଛି। ତାକୁ ମୁଁ ଛାଡ଼ିବିନି। ତାକୁ ମୁଁ ଆଜି ଭଲ କି ମଜା ଚଖେଇବି। ଭଣଜା, ଏ ଭଣଜା, ତୋ ମାଇଁକୁ ନେଇକି ବାହାରକୁ ଆଏ। ଦେଖ, ତୋ ପାଇଁ ମୁଁ ତରଭୁଜ ନେଇକି ଆସିଛି। ଆରେ ବାଘ ମାମୁଁ, ତମେ ତ ଖାଲି ହାତରେ ଆସିଛ, ତରଭୁଜ କାଇଁ? ଆରେ ଭଣଜା, ତରଭୁଜ ଗୁଡ଼ା ବେଶୀ ହେଇଗଲା ତ, ସେଥିପାଇଁ ମୁଁ ଏଇ ପାଖକୁ ଆଣିପାରିଲିନି। ତୁ ଯା, ସେଇ ପାଖ ଗୁମ୍ଫାରେ ଅଛି। ଯା, ସେଇଠୁ ତରଭୁଜ ଖାଇବୁ ଯା। ଆରେ ବାଃ ବାଘ ମାମୁଁ, ଏଇ ନିଅ ମାଇଁକୁ। ଆମେ ଯାଉଛୁ ସେଇ ଗୁମ୍ଫାରୁ ତରଭୁଜ ଖାଇବୁ। ଏଇ ଚାଲ ମୋ ସାଙ୍ଗରେ। ଇରେ ବାବାରେ, ଏଠି ତ ତରଭୁଜ ନାହିଁ। ଏଠି ତ ବୁଢା ଗରିଲା ଅଛି। ଏଇ ତମେ ତରଭୁଜ ଖାଇବ ପରା? ଆସ ଆସ, ମୁଁ ତମକୁ ତରଭୁଜ ଖୁଏଇବି। ଇରେ ବାବାରେ, ବାଘ ମାମୁଁ ଆମକୁ ଠକିଦେଲା ରେ। ଆରେ ତମେ ସମସ୍ତେ ଦେଖୁଛ କ'ଣ? ଏଇଠୁ ଦୌଡ଼ିକି ପଳାଅ ରେ। ଦୁଷ୍ଟ ଶିଆଳ, ତତେ ମଜା ଚଖେଇବା ପାଇଁ ଗୋରିଲା ଭାଇକୁ ଡାକି ଆଣିଛି। ଏବେ ଗୋରିଲା ଭାଇ ତତେ ଭଲ କି ତରଭୁଜ ଖୁଏଇବ। ଏଇ ଚାଲ, ଏବେ ଆମେ ଏଇଠୁ ପଳେଇବା। ଏଇ ଦେଖ ଦେଖ, ଆମେ ବାଇକ୍ ସୋରୁମକୁ ପହଞ୍ଚି ଯାଇଛେ। ଏଇ ତୋର କ'ଣ ଦରକାର? ମୋତେ ଗୋଟେ ଭଲ ବାଇକ୍ ଦେଖାଅ। ହଉ ହଉ, ଏଇଠିକି ଆସ। ଇ ବାବାରେ, କେତେ ସୁନ୍ଦର ବାଇକ୍। ଦେଖିକି ମୋ ମନଟା ଖୁସି ହେଇଗଲା। ଏଇ କହ, ତୋର କୋଉ ବାଇକ୍ଟା ପସନ୍ଦ ହେଲା? ଏଇ ବାଇକ୍ଟା ମୋର ପସନ୍ଦ ହେଇଛି। ଏଇ ନିଅ ପଇସା। ଆରେ ତୁ କ'ଣ 1000 ଟଙ୍କା ଦଉଛୁ? ଏଇ ବାଇକ୍ର ଦାମ 80,000 ଟଙ୍କା, ଜାଣିଛୁ? 80,000 ଟଙ୍କା ଦେ। ମୋ ପାଖରେ ତ 80,000 ଟଙ୍କା ନାହିଁ। ତାହେଲେ ଏଇଠୁ ପଳା। ଭିକାରୀ 1000 ଟଙ୍କା ଧରିକି ଆସିଛି ବାଇକ୍ କିଣିବାକୁ। ଯା ପଳା। ମୋତେ ଏଇ ତୁ ବାଇକ୍ ସୋରୁମରୁ ବାହାର କରିଦେଲୁ। ରହ, ଗୋଟେ ସପ୍ତାହରେ ମୁଁ ବାଇକ୍ କିଣିକି ଦେଖେଇବି। କିରେ ପଲ୍ଟୁ, ତୁ ଏତେ ମନ ଦୁଃଖରେ ବସିଛୁ କ'ଣ ପାଇଁ? ଏଇ ତୁ ମୋତେ କହ ଆଗ, ବାପା କୋଉଠି ଅଛନ୍ତି? କ'ଣ ପାଇଁ କିରେ, ତୋର କ'ଣ ହେଇଛି ମୋତେ କହ। ଆରେ ମୋର ଇଚ୍ଛା ଅଛି ଗୋଟେ ନୂଆ ସୁପର ବାଇକ୍ କିଣିବା ପାଇଁ। ସେଥିପାଇଁ ବାପାକୁ ଟଙ୍କା ମାଗିଥାନ୍ତି। ଆରେ ଭାଇ, ଆମେ ହେଉଛେ ଗରିବ ଲୋକ। ଦିନରେ ଖାଇଲେ ରାତିରେ ଭୋକ। ଆମେ ବାଇକ୍ କିଣିବା ପାଇଁ ପଇସା କୋଉଠୁ ଆଣିବା? ତୁ ବାପାକୁ କହ ମୋ ପାଇଁ ଗୋଟେ ସୁପର ବାଇକ୍ କିଣିଦେବେ। ନା ଭାଇ, ମୁଁ ବାପାକୁ କହିପାରିବିନି। ତୁ ହିଁ କହ। ତାହେଲେ ଦେଖ, ମୁଁ କ'ଣ କରୁଛି। ମୁଁ ଆଜିଠୁ ଏଇ ଗଛ ଉପରେ ରହିବି। ଯେପର୍ଯ୍ୟନ୍ତ ବାପା ମୋତେ ବାଇକ୍ ପାଇଁ ପଇସା ନ ଦେବେ, ମୁଁ ଏଇ ଗଛରୁ ଓହ୍ଲେଇବିନି। ଏଇ ଗଛ ଉପରେ ହିଁ ରହିବି। କିରେ, ତୁ ଗଛ ଉପରେ କ'ଣ କରୁଛୁ? ଆମ୍ବ ପାଳିବା ପାଇଁ ଉଠିଛୁ କି? ହଉ ହଉ, ଭଲ ଭଲ ପାଚିଲା ଆମ୍ବ ଦିଟା ପକା। ବାପା, ତମେ ମୋ ସହିତ ମଜା କରୁଛ? ବାପା, ପଲ୍ଟୁ କହୁଛି ସୁପର ବାଇକ୍ କିଣିବ। ଯେପର୍ଯ୍ୟନ୍ତ ତମେ ବାଇକ୍ ପାଇଁ ପଇସା ନ ଦେବ, ସିଏ ଗଛରୁ ଓହ୍ଲେଇବନି। ଏଇ ଘର ବୁଢ଼ା,
ତୋର ତ କିଛି କାମ ଧନ୍ଦା ନାହିଁ, ଖାଲି ଖାଇ ଖାଇ ମୋର ଅନ୍ନ ଧ୍ୱଂସ କରୁଛୁ। ତୁ ଏଇ ଗଛ ଉପରେ ବସି ବସି ବୁଢା ହେଇଗଲେ ବି ମୁଁ ତତେ ବାଇକ୍ କିଣିକି ଦେବିନି। ତୁ ଏଇ ଗଛ ଉପରେ ବସିଥା। ଆରେ ଆରେ କୋଉ ପକ୍ଷୀଟା ମୋ ମୁଣ୍ଡ ଉପରେ ଝାଡା ଫେରିଦେଲା। ଆରେ ହାରାମଜାଦା, ତୁ କଣ ମୋ ମୁଣ୍ଡ ଉପରେ ଛେପ ପକଉଛୁ? ରହ ତତେ ମଜା ଦେଖଉଛି। ବାପା ବାପା, ତାକୁ ଆଉ ମାରନି, ତାକୁ ଛାଡି ଦିଅ। ହାରାମଜାଦା, ମୁଁ ମରିଗଲେ ବି ତତେ ବାଇକ୍ କିଣିକି ଦେବିନି। ତୁ ମୋ ମୁଣ୍ଡ ଉପରେ ଛେପ ପକଉଛୁ। ତୁ ଆଜି ଏଇ ଲାଲଟୁ ପାଇଁ ବଞ୍ଚିଗଲୁ, ନହେଲେ ତତେ ମୁଁ ଆଜି ମାରୁ ମାରୁ ମାରି ଦେଇଥାନ୍ତି। ହାରାମଜାଦା, ପଳା ଏଇଠୁ। ଆରେ ମଉସା, ତମର କଣ ହେଇଛି? ତମେ ଏତେ ମନ ଦୁଃଖରେ ଅଛ କଣ ପାଇଁ? ଆରେ ମାଙ୍କଡ, ମୁଁ ତତେ ଆଉ କଣ କହିବି? ମୋର ପୁଅ କହୁଛି ବାଇକ୍ କିଣିକି ଦେ, କିନ୍ତୁ ମୁଁ ତ ଗରିବ ଲୋକ, ତାକୁ ବାଇକ୍ କୋଉଠୁ କିଣିକି ଦେବି? ଆରେ ମଉସା, ତମେ ଗୋଟେ କାମ କର, ତମେ ତମ ପୁଅକୁ ବାହାଘର କରିଦିଅ। ବାହାଘର କଲେ ଯୌତୁକରେ ଗୋଟେ ବାଇକ୍ ପାଇବ। ଆରେ ସତରେ ନା କଣ? ମୋ ପୁଅକୁ ବାହାଘର କଲେ ଗୋଟେ ବାଇକ୍ ମିଳିବ? ଆରେ ମଉସା, ହଁ, ତମ ପୁଅକୁ ବାହାଘର କରିଦିଅ। ତାଙ୍କ ଶ୍ୱଶୁର ଘର ତାକୁ ଯୌତୁକରେ ଗୋଟେ ବାଇକ୍ ଦେବେ। ଏଇ ଲାଲଟୁ, ପଲ୍ଟୁକୁ କହ, ସିଏ ଯଦି ବାହା ହବ ତାହେଲେ ଯୌତୁକରେ ଗୋଟେ ବାଇକ୍ ପାଇବ। ଏଇ ପଲ୍ଟୁ, ଗଛ ତଳକୁ ଆଏ, ବାଇକ୍ର ବ୍ୟବସ୍ଥା ହେଇଗଲା। ତୁ ଯଦି ବାହା ହେବୁ ତାହେଲେ ଯୌତୁକରେ ଗୋଟେ ବାଇକ୍ ପାଇବୁ। ହଁ ହଁ, ମୁଁ ବାହା ହେବି। ଆରେ ଭଲ ହେଲା ତ, ଗୋଟେ ସ୍ତ୍ରୀ ପାଇବି, ଆଉ ତା ସହିତ ଗୋଟେ ବାଇକ୍ ପାଇବି। ଆରେ ବାଃ, କି ମଜା କି ମଜା। ବାପା, ତମେ କହିଥିଲ ବାହା ହେଲେ ଗୋଟେ ବାଇକ୍ ମିଳିବ, କିନ୍ତୁ ବାଇକ୍ କାହିଁ? ଏପର୍ଯ୍ୟନ୍ତ ବାଇକ୍ ମିଳିଲାନି। ଏଇ ଶୁଣ, ତୋ ଶ୍ୱଶୁର ଫୋନ କରିଥିଲେ, ସିଏ ତୋ ପାଇଁ ଗୋଟେ ବାଇକ୍ ନେଇକି ଆସୁଛନ୍ତି। ଆଉ କିଛି ସମୟ ପରେ ଏଇଠି ପହଞ୍ଚିବେ। ଆରେ ଜୁଆଇଁ, ମୁଁ ଆସିଗଲି। ଦେଖ, ମୁଁ ତମ ପାଇଁ ଗୋଟେ ବାଇକ୍ ନେଇକି ଆସିଛି। ହେଁ, ଏଇଟା କଣ ଗୋଟେ ବାଇକ୍? ଏଇଟା ତ ଗୋଟେ ଲୁନା। ଏଇ ଲୁନା ମୁଁ ନେବିନି, ମତେ ଗୋଟେ ବଡ ବାଇକ୍ ଦିଅ। ଆରେ ମୋ ପାଖରେ ଯାହା ଥିଲା ମୁଁ ତାହା ଦେଲି, ଆଉ ବଡ ବାଇକ୍ କୋଉଠୁ ଆଣିକି ଦେବି? ଏଇଥିରେ ହିଁ କାମ ଚଳାଅ। ମୁଁ ଚାଲିଲି, ପରେ ଦେଖା ହବା। এইটা ଗୋଟେ ବାଇକ୍? ହାଟ୍, ଏଟା ମୁଁ ଚଲେଇବିନି। কি পল্টু ভাই, বাইক চলাଉଛ ନା ପାଇପ୍ ଚଲାଉଛ? ଆରେ ଇଏ ତ ବହୁତ ବଡ ବଡ କଥା କହୁଥିଲା, ଯୌତୁକରେ ଗୋଟେ ବଡ ବାଇକ୍ ପାଇବ ବୋଲି। ତାହେଲେ କଣ ଏଇ ଲୁନାଟେ ପାଇଲା? ଏଇ ଗାଡ଼ିରୁ ଓହ୍ଲାଅ। ହାଟ୍, ଏଇ ଲୁନାଟା ମୁଁ ଆଉ ଚଲେଇବିନି। ଏଇ ଲୁନାଟା ଚଲେଇଲେ ମୋ ଉପରେ ସମସ୍ତେ ହସୁଛନ୍ତି।
କିରେ ତୁ ଏକୁଟିଆ ଆସିଲୁ ଆଉ ବୋହୁ କୁଆଡ଼େ ଗଲା? ମୁଁ ଜାଣିନି ତମ ବୋହୁ କୁଆଡ଼େ ଗଲା। ତମେ ମୋତେ ମିଛ କଥା କହିଛ। ଏବେ ହିଁ ମୋତେ ଗୋଟେ ବାଇକ୍ କିଣିକି ଦିଅ। ମୁଁ ବଡ଼ ବାଇକ୍ କିଣିକି ଦେଇପାରିବିନି ରେ ବାପା, ମୋ ପାଖରେ ପଇସା ନାହିଁ। ତାହେଲେ ମୁଁ ଯାଉଛି। ଏଇ ଶୁଣ ଶୁଣ, ଏଇ ପଲ୍ଟୁ ରହ ରହ।